ପିଲାମାନେ ଆମେ ତୁମର ପ୍ରିଭିୟସ୍ କ୍ଲାସ୍ରେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ପାଠ ବା ପ୍ରଥମ ଅଧ୍ୟାୟ ପଢ଼ିଥିଲେ। ଆସ ଆଜି ତାର କ୍ୱେଶ୍ଚିନ୍ ଆନ୍ସର୍ ଯାହା ଅଛି ବହିରେ ଡିସ୍କସନ୍ କରିବା। ତ ପ୍ରଥମେ ଦେଖିପାରୁଥିବ ସ୍କ୍ରିନ୍ରେ ତୁମେ କ୍ୱେଶ୍ଚିନ୍ କ'ଣ ଅଛି, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ବା ଏମିତି ଚିହ୍ନଟା ଦେଇଛି ସେମିତି ଚିହ୍ନ ଦିଅ। ତ ପ୍ରଥମେ କ୍ୱେଶ୍ଚିନ୍ କ'ଣ ଅଛି, ମୁଣ୍ଡ ଶବ୍ଦ ପାଇଁ କବିତାରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି? ଚରଣ, କଳ, ମସ୍ତକ ନା କଣ୍ଠ? ତ ତୁମେ ଜାଣିଛ ମସ୍ତକ, ତ ଏଠି ଷ୍ଟାର୍ ଚିହ୍ନ ଦେବ ଏମିତି। ଜନ୍ମଭୂମି କବିତାରେ ମୁଖ୍ୟତଃ ହିମାଳୟର ବର୍ଣ୍ଣନା କରାଯାଇଛି। ବୀର ରମଣୀମାନଙ୍କ କଥା କୁହାଯାଇଛି। ଭାରତ ମାତାର ଯଶ ଗାନ କରାଯାଇଛି ନା ମହାସାଗର ବିଷୟରେ ଧାରଣା ଦିଆଯାଇଛି? ତାର ଉତ୍ତର କ'ଣ ହେବ? ଭାରତ ମାତାର ଯଶ ଗାନ କରାଯାଇଛି। ତାହେଲେ ଏଠି ତୁମେ ଷ୍ଟାର୍ ଚିହ୍ନ ଦେବ। ତାପରେ ସରିଲା। ଏବେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି, ମିଳିମିଶି ଯୋଡ଼ିବା କବିତାର କେତେକ ଶବ୍ଦ ଓ ତାର ଭାବାର୍ଥ ନିମ୍ନରେ ଲେଖାଯାଇଛି। ଦଳରେ ଆଲୋଚନା କରି ପ୍ରତ୍ୟେକ ଶବ୍ଦ ସହ ଖାପ ଖାଉଥିବା ଭାବାର୍ଥକୁ ଗାର ଟାଣି ଯୋଡ଼। ସେ କହିଛି କି ଏଠି କେତେଟା ଶବ୍ଦ ଦିଆହେଇଛି, ତାର ଭାବାର୍ଥ ଦିଆହେଇଛି। କେଉଁ ଶବ୍ଦ ସହ କେଉଁ ଭାବାର୍ଥ ମେଳ ଖାଇବ ତାକୁ ତୁମେ ଯୋଡ଼ିବ। ତ ଫାର୍ଷ୍ଟ କ'ଣ ଦେଇଛି? ହିମାଳୟ। ହିମାଳୟର କେଉଁ ଶବ୍ଦ ଯୋଡ଼ି ହେବ? ଆମେ ଦେଖ 10 ନମ୍ବରରେ ଅଛି ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା। ତାପରେ ଅଛି ବ୍ରହ୍ମପୁତ୍ର, ସେଇଟା କେଉଁ ତାର ଆନ୍ସର୍ ଭାବାର୍ଥ କ'ଣ ହେବ? ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହି ଯାଉଥିବା ନଦୀ, ଯାହାକି ଶେଷରେ ବଙ୍ଗୋପସାଗରରେ ମିଶିଛି। 8 ନମ୍ବରରେ ଅଛି। ତାପରେ 3 ନମ୍ବରରେ କ'ଣ ଅଛି? ଦ୍ରୋଣ। ତ ତାର ଉତ୍ତର କ'ଣ ହେବ? କୌରବ ଓ ପାଣ୍ଡବଙ୍କ ଗୁରୁ। ତାପରେ ଅଛି ସୀତା, ତାର ଉତ୍ତର ତାର ଭାବାର୍ଥ କ'ଣ ହେବ? 6 ନମ୍ବରରେ ଅଛି ଦେଖ, ଜନକ ରାଜାଙ୍କର ଦୁହିତା, ପ୍ରଭୁ ଶ୍ରୀରାମଙ୍କ ଧର୍ମପତ୍ନୀ। ତାପରେ କ'ଣ ଅଛି? ଗଙ୍ଗା, ତାର ଉତ୍ତର କ'ଣ ହେବ? ଭାରତର ଦୀର୍ଘତମ ପବିତ୍ର ନଦୀ। ତାପରେ 6 ନମ୍ବରରେ ଅଛି ଚୈତନ୍ୟ, ତାହାର ଭାବାର୍ଥ କ'ଣ ହେବ? 4 ନମ୍ବରରେ ଦେଖ ଅଛି ଗୌଡ଼ୀୟ ବୈଷ୍ଣବ ମତବାଦର ପ୍ରଚାରକ ଓ ପ୍ରସାରକ। ତାପରେ କ'ଣ ଅଛି? ପଦ୍ମିନୀ, ତାର ଉତ୍ତର ଭାବାର୍ଥ କ'ଣ ହେବ? ମେବାରର ରାଣୀ ଓ ବୀର ରମଣୀ। ତାପରେ କ'ଣ ଅଛି? ଅର୍ଜୁନ, ତାର ଉତ୍ତର କ'ଣ ହେବ? 1 ନମ୍ବର ଦେଖ ଅଛି ତୃତୀୟ ପାଣ୍ଡବ। ତାପରେ କ'ଣ ଅଛି? ଭୀଷ୍ମ, ତାର ଉତ୍ତର କ'ଣ ହେବ? 3 ନମ୍ବରରେ ଦେଖ ଅଛି ଗଙ୍ଗାଙ୍କ ପୁତ୍ର, କୌରବ ଓ ପାଣ୍ଡବମାନଙ୍କ ପିତାମହ। ତାପରେ କ'ଣ ଅଛି ଲାଷ୍ଟରେ 10 ନମ୍ବରରେ ବାଲ୍ମୀକି, ତାର ଉତ୍ତର କ'ଣ ହେବ? 9 ନମ୍ବରରେ ଦେଖ ଅଛି ସଂସ୍କୃତ ରାମାୟଣର ରଚୟିତା। ଏଠି ସରିଯାଇଛି ସେ କ୍ୱେଶ୍ଚନଟା। ଏବେ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ ଅଛି, ପଦ୍ୟାଂଶକୁ ଆଲୋଚନା କର। ନିମ୍ନଲିଖିତ ପଦ୍ୟାଂଶ ମନ ଦେଇ ପଢ଼ ଏବଂ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କରି ତାର ସାରାଂଶକୁ ଲେଖ। ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ। ତୋର ଶ୍ରୀ ଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ। ତ ଆନନ୍ଦେ ହଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହଇଣ ଦୁଃଖୀ। ତ ଏଠି ଗୋଟେ କ୍ୱେଶ୍ଚନ ଦେଇଛି, ତାର ଭାବାର୍ଥକୁ ତୁମେ ସାଙ୍ଗମାନଙ୍କ ସହ ଆଲୋଚନା କରି ତା ସାରାଂଶକୁ ଲେଖିବ। ତ କ'ଣ ଲେଖିବ ଏଠି ତୁମେ? ଭାରତ ଭୂମି ହେଉଛି ଆମର ଜନ୍ମଭୂମି ଏବଂ ଏହା ଅତି ପବିତ୍ର। ଆମେ ସମସ୍ତେ ଏହି ମାତୃଭୂମିର ସନ୍ତାନ ଅଟୁ। ମାଆର ସେବା ପାଇଁ ଆମେ ନିଜର ମନ ଓ ପ୍ରାଣ ଦେବାକୁ ପ୍ରସ୍ତୁତ ରହିବା ଉଚିତ। ଆମେ ସର୍ବଦା ଆନନ୍ଦରେ ମାତୃଭୂମିର ଗୌରବ ଗାନ କରିବା ଦରକାର। ଦେଶର ଉନ୍ନତି ଓ ଖୁସିରେ ଆମେ ନିଜକୁ ସୁଖୀ ମନେ କରିବା ଏବଂ ଦେଶର ବିପଦ ବା ଦୁଃଖ ସମୟରେ ଆମେ ମଧ୍ୟ ସମବେଦନା ଜଣାଇବା ଉଚିତ। ଅର୍ଥାତ୍ ଦେଶର ଦୁଃଖ ସୁଖ ସହିତ ନିଜକୁ ସାମିଲ କରି ଦେଶପ୍ରେମୀ ହେବା ପାଇଁ ଏଠାରେ ଆହ୍ୱାନ ଦିଆଯାଇଛି। ତ ସାରାଂଶ ତାର ଏଇଟା ଥିଲା। ତାପରେ ଦେଖିବ ନେକ୍ସଟ କ୍ୱେଶ୍ଚନ କ'ଣ ଅଛି, ବୁଝି ବିଚାରି ଲେଖ। କ ନମ୍ବରରେ କ'ଣ ଅଛି, ଜନ୍ମଭୂମି କବିତାକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। 1 ନମ୍ବରରେ କ'ଣ ଅଛି, କବିତାରେ ବର୍ଣ୍ଣିତ ବୀର ରମଣୀମାନଙ୍କର ନାମ ଲେଖ। ତ ଆନ୍ସର୍ ଲେଖିବ ତୁମେ, କବିତାରେ ବର୍ଣ୍ଣିତ ବୀର ରମଣୀମାନଙ୍କ ନାମ ହେଲା ସୀତା, ସାବିତ୍ରୀ, ଦମୟନ୍ତୀ ଇତ୍ୟାଦି। ତାପରେ 2 ନମ୍ବରରେ କ'ଣ ଅଛି, ଭାରତର କଟିରେ କେଉଁ ପର୍ବତମାଳା ଶୋଭା ପାଉଛି? ତାର ଉତ୍ତର ଲେଖିବ, ଭାରତର କଟିରେ ବିନ୍ଧ୍ୟ ପର୍ବତମାଳା ଶୋଭା ପାଉଛି। କାଳିଦାସ, ତାପରେ 3 ନମ୍ବର କ'ଣ ଦେଇଛି, କାଳିଦାସ କିଏ? ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ। ତ ତାର ଉତ୍ତର ଲେଖିବ, କାଳିଦାସ ଜଣେ ପ୍ରଖ୍ୟାତ ସଂସ୍କୃତ କବି। ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ହେଉଛି ରଘୁବଂଶମ୍। ଆଉ ଗୋଟେ ତୁମେ ବ୍ରାକେଟ୍ ଲେଖିଦେଇପାରିବ ମେଘଦୂତମ୍। 4 ନମ୍ବରରେ କ୍ୱେଶ୍ଚନ କ'ଣ ଅଛି, ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଥିବା ଜଳଧିର ନାମ ଲେଖ। ତ ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଥିବା ଜଳଧିର ନାମ ହେଲା ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବ ସାଗର। 5 ନମ୍ବର କ୍ୱେଶ୍ଚନ କ'ଣ ଦେଇଛି, ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି? ତାର ଉତ୍ତର ଲେଖିବ, ଭାରତର ଶରୀରରେ ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା ପ୍ରଭୃତି ନଦୀ ଶୋଭା ପାଉଛି।
क नंबर सरीଯାଇଛି एबे देखिबा ख नंबर रे कोन क्वेश्चन अछि। चैतन्यादि महात्मा जने प्रचारिले विभु नाम आनंद मने। महात्मार अर्थ महापुरुष, बड़ लोक, महामानव, महान व्यक्ति। विभुर अर्थ ईश, ईश्वर, प्रभु, ठाकुर, देवता। उपलिखित पद्यांशटକୁ पढ़ी उत्तर लेख। चैतन्य किए लिखिबो उत्तर रे चैतन्य जने महान संत और धर्म प्रचारक। तांकर पूरा नाम श्री चैतन्य महाप्रभु। से कौन करथिले? से आनंद मनरे विभु नाम बा ईश्वर को नाम प्रचार करथिले। तापर गोटे नेक्स्ट क्वेश्चन कौन अछि? तांको महात्मा काहेकि कहबा? से जणे महान व्यक्ति थिले एवं लोकमानक मध्यरे भक्ति और प्रेमर बाणी प्रचार करथिबारु तांको महात्मा बोली कहबा। तापर कौन अछि? कवितार रचना शैली। विंध्य गिरिवर कटीरे गंगा आदि केते नदी सभे शरीरे। उक्त पद्यांश परि तुमको भल लगतबा आ किछि पद्यांश कवितार बाछि लेख। तो एटे लेखि परिबो तमे केते केते पुण्यवती, केते पतिव्रता सती, केते वीर नारी, केते वीर जननी। समस्ते तोर दुहिता पद्मिनी, सावित्री, सीता, दुर्गावती आदि केते वीर रमणी। तमे लेखि देबो हला। तापर देखिबा नेक्स्ट क्वेश्चन कोन अछि? मेल कर। क स्तंभर कवितांश सहित ख स्तंभर भावार्थ को संयोग कर। तो एटी क स्तंभर किछि कविता देछि, तार ख स्तंभर तार भावार्थ देछि। कोउटा का संगर मेल हबो ताको गांठ आनकी लिखिबो। तो स्तंभ क रे कोन देछि? 1 नंबर रे जनमिले तकळ रे केते सुर वीर नरे। तार ख स्तंभ उत्तर कोन हबो? 2 नंबर देखो देछि भारत मातार कळ रे अनेक सुरवीर और महान मानव जन्म नेइछथि। 2 नंबर रे क स्तंभ रे कोन अछि? तो आनंदे होइबा सुखी, कांदिबा दुखरे तोर होइनो दुखी। तार उत्तर कोन हबो ख स्तंभ रे? 3 नंबर दे देखो आमे जन्मभूमिर उन्नति बा प्रगति रे सुख अनुभव करिबा और अवनति रे दुखी होबा। 3 नंबर रे कोन देछि देखो समस्ते तोर दुहिता पद्मिनी, सावित्री, सीता। तार उत्तर देखो ख स्तंभ रे 1 नंबर हबो पद्मिनी, सावित्री, सीता प्रभृति समस्त वीर रमणी भारत मातार दुहिता अटंती। अनुमान और कल्पनारू सांगमानक सहित दलगत आलोचना कर। महाकवि वेदव्यास, वाल्मीकि, कालिदास गाइले पवित्र कंठे तोहरी गुण। 1 नंबर आई रे कोन क्वेश्चन देछि ताले केउ मानकु महाकवि आख्या दिया जायछि। तो तुमे तार उत्तर लिखिबो महर्षि वेदव्यास, वाल्मीकि एवं कालिदास को महाकवि आख्या दिया जायछि। सेमानक लिखित ग्रंथर नाम लेख। तुमे कोन लिखिबो? वेदव्यास लिखिथिले कोन? महाभारत लिखिबो। वाल्मीकि लिखिथिले रामायण और कालिदास लिखिथिले रघुवंश। तापर ख नंबर कोन अछि? केते केते पुण्यवती, केते पतिव्रता सती, केते वीर नारी, केते वीर जननी। एही कवितांश रे वीर नारी बोली काहाको कुआ जायछि और काहेकि कुआ जायछि? तार उत्तर लिखिबो एही कवितांश रे भारत वर्षर सेही साहसी नारी मानकु वीर नारी बोली कुआ जायछि, जेउ माने निजर देश प्रेम, साहस और त्याग पई इतिहास प्रसिद्ध। सेमानकर अदम्य साहस एवं देशर सुरक्षा पई करितिबा संग्राम जोगु सेमानकु एहीपरि संबोधन करा जायछि। तापर देखिबा कोन क्वेश्चन अछि? शब्दर भिन्न भिन्न रूप जेपरि चरण, पद, पाद, पयर, सेपरि नदी, भूमि, जननी, दुहिता। ए चारटा शब्द देछि, तार प्रति शब्द लिखिबो बा भिन्न भिन्न रूप लिखिबो। प्रथमे अछि नदी अछि, तार भिन्न भिन्न रूप बा प्रति शब्द गुडा कोन लिखिबो? तटिनी, सरित, निमग्ना। तापर भूमि अछि, तार प्रति शब्द कोन लिखिबो? पृथ्वी, धरित्री, मेदिनी। तापर अछि जननी, जननीर प्रति शब्द कोन हो? माता, माँ, अम्बा। तापर अछि दुहिता, कन्या, सुता, आत्मजा। एबे देखिबा नेक्स्ट क्वेश्चन कोन अछि? कवितारे व्यवहृत गिरिवर शब्द रे बर अर्थ श्रेष्ठ। एही अर्थ को दृष्टि रख और शब्द शेष रे बर लगाई नूतन शब्द गठन कर। तो एठी देछि बरर अर्थ होछि श्रेष्ठ। आमे नूतन शब्द केमति गठन करिबा? शब्द शेष रे बर लगेकी कि तार नूतन शब्द गठन करिबा। तो आमे 1 नंबर लिखबा मुनिवर। मुनिवर माने कोन? मुनि को मध्य श्रेष्ठ। नृपवर, नृपवर माने कोन? राजा मानक मध्य श्रेष्ठ। कविवर, कवि मानक मध्य श्रेष्ठ। तरुवर, वृक्ष मानक मध्य श्रेष्ठ। द्विजवर, ब्राह्मण मानक मध्य श्रेष्ठ। गजवर, हाथी मानक मध्य श्रेष्ठ। कोन देछि? किछि भिन्न किछि समान। निम्नलिखित पद को ध्यानर सह पढ़। गाइले पवित्र कंठे तोहरी गुण, जेते जहि थिले मिली मानव गण। गण और गुण शब्द द्वय केवल गोटे मात्रा रे भिन्नता अछि, फल तार अर्थ संपूर्ण रूपे बदल जाउछि। तुमे माने सांग मानक सह दलगत आलोचना करी एपरी शब्द गुडी को खातारे लेख, जेपरी बण, बणी, बस, बेस। तुमे कोन लिख परबो? कर, कार, करर अर्थ हाथ, कारर अर्थ मोटर गाड़ी। हर, हरर अर्थ होछि शिव,
ଆଉ ହାରର ଅର୍ଥ ମାଳ। ଦାନ ଦିନ, ସୂତ ସୂତା, ସର ସାର, ଘର ଘେରା। ଗୋଟେ ଘରର ଅର୍ଥ ହେଉଛି ବାସଗୃହ ଆଉ ଘେରାର ଅର୍ଥ ଚାରିପାଖ। ଫଳ ଫୁଲ, ବଳ ବାଲି, ଆଉ କ'ଣ ମାଳ ମେଳ। ଏମିତି ତୁମେ ଲେଖିପାରିବ। ତାପରେ ଦେଖିବା ନେକ୍ସଟ କ'ଣ ଅଛି, ପାଠ ବାହାରୁ ତୁମ କଥା। ଜନ୍ମଭୂମି କବିତାରେ ପୁଣ୍ୟଭୂମି ଭାରତର ପ୍ରଶଂସା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତୁମେ ଭାରତର କେଉଁ ରାଜ୍ୟରେ ବାସ କରୁଛ ଏବଂ ରହୁଥିବା ସ୍ଥାନ, ଗ୍ରାମ ବା ସହର ନାମ ଲେଖ। ସେହି ସ୍ଥାନରେ ତୁମକୁ କିପରି ଲାଗୁଛି ବର୍ଣ୍ଣନା କର। ତ ସୂଚନା, ପ୍ରାକୃତିକ ପରିବେଶ, ଖାଦ୍ୟ, ଜଳବାୟୁ, ପ୍ରସିଦ୍ଧ ମନ୍ଦିର, ଫସଲ ପୋଷାକ ଏଗୁଡ଼ାକ ସବୁ ନେଇକି ଲେଖିବ। ତ କ'ଣ ଲେଖିବ ତାହେଲେ ଏଠି ଲେଖିବ ମୁଁ ଓଡ଼ିଶା ରାଜ୍ୟରେ ବାସ କରେ। ମୋର କ'ଣ ଲେଖିବ ତାହେଲେ ଉତ୍ତର ଲେଖିବ ମୁଁ ଓଡ଼ିଶା। କ'ଣ ଲେଖିବ ତାହେଲେ ଉତ୍ତର ଲେଖିବ ତାହେଲେ ମୁଁ ଓଡ଼ିଶା ରାଜ୍ୟରେ ବାସ କରେ। ମୋର ଗ୍ରାମର ନାମ କ'ଣ, ତୁମର ଗ୍ରାମର ନାମ ସବୁ ନିଶ୍ଚୟ ଏଠି ଲେଖିବ। ଏହି ସ୍ଥାନଟି ମୋତେ ବହୁତ ଭଲ ଲାଗେ କାରଣ ପ୍ରାକୃତିକ ପରିବେଶ ଦେଇକି ଲେଖିବ। ଏଠାରେ ଚାରିଆଡ଼େ ସବୁଜିମା ଭରି ରହିଛି ଏବଂ ପରିବେଶ ବହୁତ ଶାନ୍ତ। ଖାଦ୍ୟ, ଏଠାକାର ପଖାଳ କଂସା ଏବଂ ଶାଗ ଭଜା ଖାଇବାକୁ ବହୁତ ସ୍ୱାଦିଷ୍ଟ। ଜଳବାୟୁ ତୁମେ କ'ଣ ଲେଖିବ, ଏଠାରେ ବର୍ଷା ଦିନେ ପ୍ରକୃତି ବହୁତ ସୁନ୍ଦର ଦେଖାଯାଏ। ପ୍ରସିଦ୍ଧ ମନ୍ଦିରରେ କ'ଣ ଲେଖିବ, ଆମ ଗାଁ ପାଖରେ ଏକ ପୁରାତନ ଶିବ ମନ୍ଦିର ଅଛି ଯେଉଁଠାରେ ଅନେକ ଲୋକ ଆସନ୍ତି, ପୂଜା କରିବାକୁ ଆସନ୍ତି। ଫସଲରେ କ'ଣ ଲେଖିବ, ଏଠାରେ ମୁଖ୍ୟତଃ ଧାନ ଚାଷ କରାଯାଏ। ପୋଷାକରେ ଲେଖିବ ଏଠାକାର ଲୋକ ସାଧାରଣତଃ ଧୋତି କୁର୍ତ୍ତା ଏବଂ ଶାଢ଼ୀ ପିନ୍ଧିବାକୁ ଭଲ ପାଆନ୍ତି। ତ ଖ ନମ୍ବର କ୍ୱେଶ୍ଚନ୍ କ'ଣ ଦେଇଛି, ନିଜ ପରିବାରର କୌଣସି ସଦସ୍ୟଙ୍କ କେଉଁ ସବୁ କଥା ତୁମକୁ ଭଲ ଲାଗେ ସେ ବିଷୟରେ ବର୍ଣ୍ଣନା କର। ତ ତୁମେ କ'ଣ ଲେଖିବ ଉତ୍ତରରେ, ମୋ ପରିବାରରେ ମୋ ଜେଜେମାଙ୍କ କଥା ମୋତେ ସବୁଠାରୁ ଭଲ ଲାଗେ। ସେ ପ୍ରତିଦିନ ରାତିରେ ମୋତେ ବହୁତ ସୁନ୍ଦର ସୁନ୍ଦର ଗପ ଶୁଣାନ୍ତି। ତାଙ୍କର ସ୍ନେହ ଓ ଆଦର ମୋତେ ବହୁତ ଖୁସି ଦିଏ। ସେ ମୋତେ ଭଲ ମଣିଷ ହେବା ପାଇଁ ସବୁବେଳେ ଉପଦେଶ ଦିଅନ୍ତି। ସେ ମୋ ପାଇଁ ମିଠା ମିଠା ପିଠା ତିଆରି କରନ୍ତି ଯାହା ମୋର ବହୁତ ପ୍ରିୟ। ତାପରେ ଅଛି ନଦୀ। ଗଙ୍ଗା ଆଦି ନଦୀ କେତେ ସଭେ ଶରୀରେ, ଭାରତ ମାତା କଳରେ ଗଙ୍ଗା ନଦୀ ପରି ଅନେକ ନଦୀ ଶୋଭା ପାଉଛି। ଏହି ନଦୀ ଗୁଡ଼ିକ ଜଳ ଓ ବିଦ୍ୟୁତ୍ ଯୋଗାଇବା ସହ କୃଷି ତଥା ପରିବହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତତ୍ସହିତ ଏହି ନଦୀ ଗୁଡ଼ିକ ଆମ ଦେଶର ଇତିହାସ, ସଂସ୍କୃତି, ଧାର୍ମିକ ଚେତନା ଓ ଅର୍ଥ ବ୍ୟବସ୍ଥାର ମଧ୍ୟ ପରିଚୟ ଅଟେ। ନିମ୍ନ ସାରଣୀରେ କେତେକ ନଦୀର ନାମ ଦିଆଯାଇଛି, ସେଗୁଡ଼ିକୁ ଖୋଜି ଖାତାରେ ଲେଖ। ସେଥିମଧ୍ୟରୁ କେଉଁ ନଦୀ ଗୁଡ଼ିକ ଆମ ରାଜ୍ୟରେ ପ୍ରବାହିତ ତାର ତାଲିକା କର। ତ ଏଠି କ'ଣ ଅଛି, ସବୁ ବକ୍ସରେ ଗୋଟେ ଲେଟର ଦିଆଯାଇଛି, ତାକୁ ତୁମେ ମିଶେଇକି ଗୋଟେ ନୂଆ ନୂଆ ଶବ୍ଦ ଲେଖ ଯେଉଁଟାକି ଗୋଟେ ନଦୀର ନାମ ହେବ। ଆଉ ତାପରେ କ'ଣ ଲେଖିବ, ତୁମ ରାଜ୍ୟରେ କେଉଁ କେଉଁ ନଦୀ ପ୍ରବାହିତ ହୋଇଛି ତାର ନାମ ଗୁଡ଼ାକ ଲେଖିବ। ତ କ'ଣ ନଦୀର ନାମ ହେବ ଦେଖ, ଫାଷ୍ଟ ହେବ ମହାନଦୀ, ଏ ଲାଇନ୍ଟା ଦେଖ ମହାନଦୀ ହେବ। ତାପରେ ହେବ ଦେଖ ବୈତରଣୀ, ତାପରେ କ'ଣ ହେବ ନର୍ମଦା, ତାପରେ ହେବ କାବେରୀ, ତାପରେ ଗଙ୍ଗା ଲେଖିବ ତୁମେ, ଗଙ୍ଗା ଏଇଟା ହେବ ଗଙ୍ଗା। ତାପରେ ହେବ ବୁଢ଼ା ବଳଙ୍ଗ ହେଲା। ତାପରେ ହେବ ଗୋଦାବରୀ ହେବ ଏଠି ହେଲା। ତାପରେ ତୁମେ ଲେଖିବ ଉପରୋକ୍ତ ନାମ ଗୁଡ଼ିକ ମଧ୍ୟରୁ ଯେଉଁ ନଦୀ ଗୁଡ଼ିକ ଓଡ଼ିଶାରେ ପ୍ରବାହିତ ସେଗୁଡ଼ିକ ହେଲା, କ'ଣ ଲେଖିବ ମହାନଦୀ, ବୈତରଣୀ ଆଉ ବୁଢ଼ା ବଳଙ୍ଗ। ତାପରେ ଏବେ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି, ନିମ୍ନ ସାରଣୀରେ କେତେକ ଅକ୍ଷର ଦିଆଯାଇଛି, ତୁମେ ସେହି ଅକ୍ଷର ଗୁଡ଼ିକୁ ମିଶାଇ କ୍ରମ ବଦଳାଇ ମାତ୍ରା ଯୋଡ଼ି ଶବ୍ଦ ଗଠନ କର ଓ ଲେଖ। ତ ଏଠି କେତେଟା ଶବ୍ଦ ଦିଆଯାଇଛି ତାକୁ ସଜେଇବା ଆଉ ମାତ୍ରା ଯୋଗ କରିକି ଲେଖିବା। ସମହଗର ଦିଆଯାଇଛି, ତାର ଶବ୍ଦ ଗଢ଼ିଲେ କ'ଣ ହେବ, ତାକୁ ମହାସାଗର ତୁମେ ଲେଖିପାରିବ। ତାପରେ କ'ଣ ଅଛି ହମଳୟ, ତାପରେ ଅଛି ମହବକ ଅଛି, ତାକୁ ଆମେ କ'ଣ ଲେଖିପାରିବା ମହାବକ। ତାପରେ ଅଛି ଭତର, ତାକୁ ଆମେ ଲେଖିବା ଭାରତ। ହରଣ ଅଛି, ତାକୁ ଆମେ ଲେଖିପାରିବା ରମଣୀ। କଳଦଶ ଅଛି, ତାକୁ ଆମେ ସଜେଇକି ଲେଖିବା କାଳିଦାସ। ତ ପିଲାମାନେ ଏଠି ତୁମର ସବୁ କ୍ୱେଶ୍ଚନ୍ ଆନ୍ସର ଡିସ୍କସନ୍ ସରିଯାଇଛି। ତୁମକୁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବ, କମେଣ୍ଟ କରିବ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।